आजिर भिडियो रे आमे मेजर ध्यानचंद का विषय रे कथा हबा। मेजर ध्यानचंद 29 अगस्त 1905 मसीहारे उत्तर प्रदेश रा प्रयागराज ठारे जन्म ग्रहण करथिले। तांको बापा भारतीय सेना बाहिनी रे थिले। 16 वर्ष बयस रे ध्यानचंद मध्य भारतीय सेना रे भर्ती होइथिले। सेना बाहिनी रे थिबा समय रे ही से हॉकी खेलिबा आरंभ करथिले। से राति रे चांदिनी आलोक रे अभ्यास करुथिबारु तांको साथी माने तांको चांद बोली डाकुथिले। से तांकर असाधारण बल नियंत्रण जोटाକୁ बल कंट्रोल कुहाଯାଏ ପାଇଁ ପ୍ରସିଦ୍ଧ ଥିଲେ। ତାଙ୍କର ଖେଳ କୌଶଳ ଦେଖି ଲୋକମାନେ ତାଙ୍କ ହକି ଷ୍ଟିକ୍ରେ ଚୁମ୍ବକ ଥିବା ସନ୍ଦେହ କରୁଥିଲେ। ତାଙ୍କ ନେତୃତ୍ୱ ଚମତ୍କାର ଖେଳ ଯୋଗୁଁ ଭାରତ 1928 ଆମଷ୍ଟରଡାମ, 1932 ଲସ୍ ଆଞ୍ଜେଲସ୍ ଏବଂ 1936 ବର୍ଲିନ ଅଲିମ୍ପିକ୍ସରେ ହକିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। 1936 ବର୍ଲିନ ଅଲିମ୍ପିକ୍ସରେ ତାଙ୍କ ଖେଳ ଦେଖି ଜର୍ମାନୀର ଆଡୋଲଫ ହିଟଲର ତାଙ୍କୁ ଜର୍ମାନ ସେନାରେ ଉଚ୍ଚ ପଦବୀ ଯାଚିଥିଲେ, କିନ୍ତୁ ଧ୍ୟାନଚାନ୍ଦ ନମ୍ରତାର ସହ ତାହା ପ୍ରତ୍ୟାଖ୍ୟାନ କରି ଭାରତ ପାଇଁ ଖେଳିବାକୁ ଶ୍ରେୟସ୍କର ମଣିଥିଲେ। ତାଙ୍କୁ ହକିର ଯାଦୁଗର ଦ ୱିଜାର୍ଡ ଅଫ ହକି କୁହାଯାଏ। 1956 ମସିହାରେ ତାଙ୍କୁ ପଦ୍ମଭୂଷଣରେ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ଜନ୍ମଦିନ 29 ଅଗଷ୍ଟକୁ ଭାରତରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାରର ନାମ ବଦଳାଇ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ରଖାଯାଇଛି। ତାଙ୍କର ପରଲୋକ 3 ଡିସେମ୍ବର 1979ରେ ହୋଇଥିଲା। वीडियोटी केमती लगिला मते कमेंट करके जणाइबो। जदि भलो लागिला ता टिके लाइक कर दबो, वीडियो को सहित शेयर करो, चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। ताले रहूची देखा हबा आगे वीडियो रे। नमस्कार।